কর্তা হমিতি মন্যতে জীব এটা কর্তা হয়ে জীব কমেছি কর্তা ସେ କର୍ତ୍ତା କହିଲେ ଆଜି ଦୁଃଖ ପଡ଼ୁଛି ସେ ଭାବୁଛି ଏ ପରିବାରଟାକୁ ଦାୟିତ୍ୱ ମୁଁ ନେଉଛି ଥରେ କ'ଣ ହେଇଛି ଜାଣିଛନ୍ତି ପାଗଳ ନହେଲେ ବୁଝିପାରିବେ ଶଗଡ଼ ଆପଣ ଜାଣିଥିବେ ଆପଣଙ୍କ ଏରିଆରେ କ'ଣ କହୁଛନ୍ତି ଶଗଡ଼ ଦୁଇଟା ଶଗଡ଼ ଯେଉଁ ଚକା ବୁଲୁଛି ଶଗଡ଼ ଦୁଇଟା ଯାଉଛି କୁକୁର ଗୋଟେ ସେ ଭିତରେ ବସିଯାଉଛି ଜାଣିଛନ୍ତି ଏକ୍ଜାମ୍ପଲ୍ ନହେଲେ ବୁଝିପାରିବେ ସେ କୁକୁର ଯଦି ବସିଯାଇଛି କୁକୁର ଶଗଡ଼ ଚାଲିଛି କୁକୁର ବି ଯାଉଛି ଏ ଚକା ଦୁଇ ପଟେ ଆଉ 4-8ଟା କୁକୁର ଭୁକୁଛନ୍ତି ଆଉ କ'ଣ ନା ଶଗଡ଼ ରହିଗଲେ ତା ଭିତରକୁ ପଶିବେ ଜାଣିଛନ୍ତି କିନ୍ତୁ ଇଏ ଶଗଡ଼ ଯେତେବେଳେ ଚାଲୁଛି ଇଏ ମଧ୍ୟ ଚାଲୁଛି ଆଉ ଏଇ କୁକୁରମାନେ ଅନ୍ୟ କୁକୁରମାନେ ଆସିପାରୁନାହାନ୍ତି କିନ୍ତୁ କୁକୁର ଭାବୁଛି ଏ ଶଗଡ଼କୁ ମୁଁ ଚଲାଉଛି ବୋଇଲାରୁ ଶଗଡ଼ କିଏ ଚଲାଉଛି ଶଗଡ଼ ଉପରେ କିଏ ଚଲାଉଛି ଯଦି ସିଏ ରହିଯିବା ଅବସ୍ଥା କ'ଣ ହବ 8ଟା କୁକୁର ଭିତରେ ପଶିବ ସେଇ ଯେଉଁ କୁକୁରଟା କିଏ କହିଲ ଆମ୍ଭେ ଗୋଟେ ଛେଳିକି ଦେଖିଛ ଗୋଟେ ଛେଳିକି କଟା ହେଉଥିବ ମନ୍ଦାର ବାଳ ଗୋଟେ ପଡ଼ିଥିବ ମନ୍ଦାର ବାଳ ଛେଳିଟା ଦେଖୁଥିବ ଯେ ଭାଇ ମୋର ପାଳି ପଡ଼ିଛି ତୋର ବି ପାଳି ପଡ଼ିବ ସେ ଆର ଛେଳିଟା ମଧ୍ୟ ଏମିତି ମୋଟ ମୋଟି ଅନୁଥିବ ତାକୁ ମାରିଲାଣି ମାନେ ମୋର ବି ପାଳି କିନ୍ତୁ ଘାସ ଖାଉଛି ସେ ଛେଳିଟା କିଏ ଆମ୍ଭେ ମା ତମ ଘରେ କୁଆଡ଼େ ଆଇଛନ୍ତି ପାଗଳ ସବୁ ଆମକୁ କ'ଣ କହିଲେ ଚିନ୍ତା କରୁନ ଏତିକି ବୁଝିବେ ଭଗବତ ତାହାକୁ ପଳେଇବ କ'ଣ ସାଧନ ଦରକାର କଳିଯୁଗ ତ ହେଇଥିପାଇଁ ଶ୍ରେଷ୍ଠ ସେଥିପାଇଁ ଭକ୍ତିରେ କୁହାଯାଇଛି ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସାଧୁମାନଙ୍କ ମୁଖରୁ ବାରମ୍ବାର ଶୁଣିଲେ ଆଜି ନହେଲେ କାଲି ନହେଲେ ପରଶୁ ନହେଲେ ତା ପରଶୁ 3 ଦିନରେ ନିଶ୍ଚୟ ପରିବର୍ତ୍ତନ ଆସିବ କାରଣ ଏଠି ସମସ୍ତେ ଗୋଲକ ଧାମର ଲୋକ ଏ ସଂସାର ଆମେ ନୁହଁ ଆମେ ସଂସାର କି ତମକୁ କେତେ ବର୍ଷ ଫଟିକିନା କୁହ 64 ବର୍ଷ ପୂର୍ବେ କୋର୍ଟ ଥିଲେ ପରିଚୟ କ'ଣ ଥିଲା ଛୋଟ ପିଲାଟାକୁ ପଚାରିବ ତୋର କେତେ ବୟସ 14 ବର୍ଷ 16 ବର୍ଷ ପୂର୍ବେ କୋର୍ଟ ଥିଲା ଏକନାଥ ବୋଲି ଜଣେ ସନ୍ଥ ଥିଲେ ସେ ତାଙ୍କ ମାଆକୁ ପଚାରିଲେ ମା ତୁ ମା ବୋଲି କ'ଣ ଓ କରୁଛୁ ତାହେଲେ ମୁଁ ତୋ ମା ଆଉ ଓ କରିବିନି ଆଉ ଯଦି ତୁ ମୋର ମା ତାହେଲେ ତୁ ବିବାହ କଲା ସମୟରେ ମୁଁ କରୁଥିଲି କହ ଜୋର ସେ ବୋଲ ବିବାହ କଲାବେଳେ ମୁଁ କରୁଛି ଆମେ ଏମିତି ପଚାରୁଛୁ ଖାଲି ମନ୍ଦିର କେମିତି ନଡ଼ିଆ କଦଳୀ ଟିକେ ଦେଇଦେଲେ ଭଗବାନ କୃପା କରିବେ ଅସମ୍ଭବ ଏସବୁ ନୁହଁ ଏହା ଶୁଦ୍ଧ ହେବ ଆମେ ଯାଉଛୁ ଶୁଦ୍ଧ ହେବ ଯେତେ ମନ୍ଦିରକୁ ଯିବ ଶୁଦ୍ଧ ହେବ ଯେତେ ଠାକୁରଙ୍କ ପାଖକୁ ଯିବ ଏଠି ବସିଲେ ଭାବ ଆସିବ ଏଗୁলো ମନ୍ଦିର ଯେକୌଣସି ମନ୍ଦିର ଯାଉ ଡାଲମା ଭାତ ଟିକେ ଖାଇଦେଲେ ମଜା ଲାଗୁଛି এটা ଅନୁଭବ କରିବା ପାଇଁ ରଖାଏ ବୁଝିପାରୁଛ ନା ସେ ଜାଗା ପବିତ୍ର ସେଇଟା ବସିକିରି ଆମେ ଚିନ୍ତନ କରିପାରିବା ଯଦି ଘରଟାକୁ ସେମିତି ପବିତ୍ର କରିବା ତାହେଲେ ଘର ଭିତରେ ଶୁଦ୍ଧ ଚେତନା ଭାବନା ଆସିବ ନା ନାହିଁ ଘରଟା ଯଦି ମନ୍ଦିର କରିବାକୁ ଚେଷ୍ଟା କରିବା କିନ୍ତୁ ଆମେ କ'ଣ କରୁଛେ ଘରଟା ବସାଣି ସେଠି ମଡ଼ ସେଠି ମାଛ ସେଠି ଅଣ୍ଡା ସେଠି ମଦ ଫିଲ୍ମ ପୁଅ କହୁଛି ବାପା କ'ଣ ଦେଖିବା ନା ଅଜୟ ଦେବଗନ ପିକ୍ଚରଟା ଦେଖା ସେ ଜି ସିନେମାଟା ଲଗାରେ ଦେଖିବ ଆରେ ଆଜି ବୁଧବାର ଯାହାର ମଟନ ଆଣିବୁ ଗଲା ତ ବାପାକୁ ତ ପୁଅ ଶିକ୍ଷା ଦେଉଛନ୍ତି ଆଉ ଘରେ ମନ୍ଦିରକୁ ଆସିବ 10 ମିନିଟ୍ ବସିବ ଆନନ୍ଦଟା କ'ଣ ପାଇବ ମନ୍ଦିରରେ ଯଦି ଆନନ୍ଦ ମିଳିବ ରହିପାର 24 ଘଣ୍ଟା ରୁହ ରହିବ କି ଆଉ ଯେଉଁ ଘରେ ସବୁବେଳେ ରହୁଛ ସେ ଘରଟାକୁ ପରିଷ୍କାର କର ନାଇଁ ସେତିକି ନାହିଁ କ'ଣ କରିବା କର୍ମଫଳ ଭୋଗିବାକୁ ପଡ଼ିବ ମୁଁ ଆପଣ ଶତ୍ରୁ ନୁହେଁ ମୋ କଥାରେ ପଡ଼ିବା କିଛି ଆବଶ୍ୟକ ନାହିଁ ଆପଣ ବିଚାର କରନ୍ତୁ କିଏ କହିଦେବ କାହିଁ ପଡ଼ିବେ ଇଏ କହିଦେବ ପଡ଼ିଯିବେ ସିଏ କହିଲେ ପଡ଼ିଦେବ କ'ଣ ବୋକା ସବୁ ସାହାଯ୍ୟ କିଏ କେଉଁ ମାର୍ଗ ବତେଇ ତୁମେ ବିଚାର କରିବ କହିଲେ ଆଚାର୍ୟ ଲକ୍ଷ୍ମୀ ବିଚାର କରନ୍ତୁ ସେଥିପାଇଁ ମୁଁ କାହାକୁ ଏଇଟା ମୁଁ କହୁନି ଶାସ୍ତ୍ର କଥା
ଗୀତା କଥା, ଭାଗବତ କଥା, ଆଚାର୍ଯ୍ୟମାନଙ୍କ କଥା, ଏ କ'ଣ ଆମ ନିଜର କଥା କି? ଜୋର ସେ ବୋଲ। ସେଥିପାଇଁ ଜ୍ଞାନ ଯଜ୍ଞ କଲେ କ'ଣ ହବ ନା, ଜଣେ ଶୁଣିବ, ବାୟୁମଣ୍ଡଳ ଶୁଦ୍ଧ ହବ, ଏ କଥା ଯାକ କେତେବେଳେ କାହାକୁ କାମ ଦେବ। କୋଉଠି କୋଉଠି ସବୁ ବସିବେ ଶୁଣିବେ, ଆଜି ନହେଲେ କାଲି ନିଶ୍ଚୟ ପରିବର୍ତ୍ତନ ହବ। ସଂକଳ୍ପ କରି ଗୋଟେ ବର୍ଷକୁ 7 ଦିନ 9 ଦିନ କରୁନାହାନ୍ତି, ଆଉ ଯେକୌଣସି 7 ଦିନ ଡକେଇ କରିବେ। ମୁଁ କହୁଛି ମୋତେ ଡାକିବ, କରିବାକୁ ପଡ଼ିବ ନା। ଆଉ ନହେଲେ ଆନନ୍ଦ ମିଳିବନି, ଗାଁରେ ଭକ୍ତ ବାହାରିବନି। ଶ୍ରବଣ କରାଇଲା ଠିକ୍ ଅଛି, ବାରମ୍ବାର ଜଣେ ଶୁଣିବ, ଦେଖିବା କେମିତି ପରିବର୍ତ୍ତନ ହବ। ମୁଁ ତ ସେ ଜାଗାରେ ଥିଲି, ଗଞ୍ଜାମ ଜିଲ୍ଲାର ଜୁଆ ଯେମିତି ମଦ ଯେମିତି, ମୁଁ ଯେଉଁ ବ୍ରାଣ୍ଡ କହି ତମ ନଥିବ ତମେ, ମୁଁ 1 ନମ୍ବରରେ ରାଜବାଡ଼ିଆ ଖେଳାଳି ମୁଁ। ପାଗଳ ଡାଇରେକ୍ଟ କହିଦେବ, ବ୍ୟାସ ଆସିଲେ ମହିଳା ମୋ ଶିଷ୍ୟମାନେ କହୁଛନ୍ତି, ଏସବୁ କ୍ଲାସ୍ ଶୁଣୁଛନ୍ତି, ଆପଣ ଏମିତି କାହିଁ କହୁଛନ୍ତି? ମୁଁ ଏଇଟା ବୋଲି ମୁଁ କହୁଛି ନିରାଶ। ଆପଣଙ୍କ ଜାଗାରେ ମୁଁ ବସିଥିଲି, ଗୋଟେ ସାଧୁଙ୍କର ମାଡ଼ ଖାଇଲି ପଳେଇ। କି ସାଧୁ ଦରକାର କଳିଯୁଗରେ? କବୀର ଦାସ କେତେ ପାଠ ପଢ଼ୁଛନ୍ତି? ସାଇନ୍ କରିବା ଜଣା ନାହିଁ। କାଳିଦାସ କେତେ ପାଠ ପଢ଼ୁଛନ୍ତି? ମୀରାବାଇ କେତେ ପାଠ ପଢ଼ିଛନ୍ତି? ମହାପୁରୁଷମାନେ କ'ଣ ଭାବୁଛ ପାଠ ପଢ଼ିକି ଯାଇଛନ୍ତି? ହେଲେ ପାଠ ପଢ଼ି ପଢ଼ି ଯୁଗ ଗୟା, କୁଆର ପଣ୍ଡିତ କୋଇ, ଢାଇ ଅକ୍ଷର ପ୍ରେମ ଯୋ ପଢ଼େ ସେ ପଣ୍ଡିତ ସୋଇ। ଜୋର ସେ ବୋଲ। କେବଳ ପ୍ରେମ ଦରକାର, କୃଷ୍ଣ ପ୍ରେମ। ଆଉ ଆମେ ଯାହାକୁ ପ୍ରେମ କରିବା, ଏଇଟା ହେଉଛି କାମ, ଏଇଟା ସ୍ୱାର୍ଥ। ଏ ସଂସାରରେ କେହି କାହାକୁ ପ୍ରେମ କରନ୍ତିନି। ତମେ ଯଦି ଭାବୁଛ ମୋ ପୁଅକୁ ଭଲ ପାଉଛି, ମାୟା ପିଟିବ। ତମେ ଯଦି ଭାବୁଛ ମୋତେ ଜଣେ ଭଲ ପାଉଛି, ମାୟା ପିଟିବ। ତମେ କାହାକୁ ଭଲ ପାଉନ କି ତମକୁ କେହି ଭଲ ପାଉନାହାନ୍ତି, ଏତିକି ବୁଝିବା ହେଉଛି ବ୍ରହ୍ମଜ୍ଞାନ। ଜୋର ସେ ବୋଲ। ଭାବୁଥିବ ସମ୍ପୂର୍ଣ୍ଣ ମିଛ, ମନେ ମନେ ଭାବୁଥିବ ଏଇଟା କି ଜଣା ନାହିଁ। ମୁଁ ଯାହାକୁ ଭଲ ପାଉଛି ମିଛ, ମୋତେ ଜଣେ ଭଲ ପାଉଛି ମିଛ। ଗୋଟେ ଝିଅଟେ ପ୍ରବଚନ ଶୁଣିଥିଲା, ଯେମିତି ଗୋଟେ ଆନନ୍ଦରେ କହୁଛି, ଆଉ 2-4 ଦିନ କଲେଜରେ ଝିଅ ଘଣ୍ଟେ 2 ଘଣ୍ଟା କି କଥା। ଜୋର ସେ ବୋଲ, ଆଉ ଜୋର ସେ ବୋଲ। ମନ ଦୁଃଖରେ ପଡ଼ିଗଲେ ପାଗଳ କହିପାରିବନି, କାହିଁକିନା ମୁଁ ଭାବିନଥିଲି ଏତେ ଭକ୍ତ ଆସି। ହଁ, ମୁଁ ମନେ ମନେ ମୋ ମାଆକୁ ମୁଁ କହୁଥିଲି, କ'ଣ କରିବି, ବୃନ୍ଦାବନ ଆଇଛି, ଏମିତି କ'ଣ କରେ, କ'ଣ ଟିକେ ଭକ୍ତ ଟିକେ ନ କହିଲେ ଏତେ ପଇସା ମାଇକ୍ ସେଠି ଦେଇଛନ୍ତି 2,000 କ'ଣ ଶୁଣିବି। ଗଞ୍ଜାମ ଆଡ଼େ ମାଗଣା ଲଗାଉଛନ୍ତି ମାଇକ୍ ସେଠି, କାରଣ ଯିଏ ଏ କାର୍ଯ୍ୟରେ ସହଯୋଗ କରିବ ତାକୁ ଭଗବାନ କୋପଟେ ଦେଇଦେବେ। ଦେଖୁନ, ମୁଁ ଯଦି କହିଥାନ୍ତି ମୁଁ 10,000 ଦେଲେ ଡାକିରେ ଯାଉଛି, ମୁଁ କାହିଁ ମାଗଣା ଶୋଇଥାନ୍ତି ଘରେ, କିନ୍ତୁ ଏଇ ଆନନ୍ଦଟା ମିଳିଥାନ୍ତା କି? ଖାଲି କୋପଟେ ଦେଇଦେବେନି କି? ଭଗବାନ ଗୀତାରେ କହୁଛନ୍ତି ପରା, କର୍ମଣ୍ୟ ମାଧିକାର ଅଛି ମା ଫଳେଇ ଗଲାଜନ, ତୁମେ କର୍ତ୍ତବ୍ୟ କରି ଚାଲ, କିଛି ଡିମାଣ୍ଡ କରିବା ଦରକାର ନାହିଁ। ସେ ଅଟୋମେଟିକ୍ ମୁଁ ଯାହା କରିବି, ସେ କୋଉ ପଟେ କ'ଣ କରିବି। କିନ୍ତୁ ମୁଁ ମନେ ମନେ ଦୁଃଖ କରୁଛି, ମାଇକ୍ ସେଟ୍ ହେଲା, ସବୁ ହେଲା, ସେ ଲୋକ କ'ଣ ଆସିବେନି। ସେ ଝିଅ ଭାଇ ରାଗୁଥିଲି, ଖାଇ ଆଣିଲେ ଏଠିକି, ସେ 10 ଲୋକ ବସିବେନି, ଏତେ ପଇସା ଖର୍ଚ୍ଚ କଲେଣି, କ'ଣ କରିବେ। କିନ୍ତୁ ଦେଖ, ଆମେ କୃଷ୍ଣ ଯେଉଁଟା ଭାବିନଥିଲି ସେଇଟା ଚିନ୍ତା ନାହିଁ। କହିଲେ ମୁଁ ଯାହାକୁ ପ୍ରସନ୍ନ ହୋଇଥିବି ଥରେ, ଅପୂର୍ବ କିସ ଅଛଇ ଅବିରାମ ତତ୍ଵ, ଅବିରାମ ପରମହଂସ କହୁଛି। କୃଷ୍ଣ ଯାହାକୁ ପ୍ରସନ୍ନ ହେଇଯିବେ, ତା ପାଇଁ କିଛି ଗୋଟେ ଅସାଧ୍ୟ ଜିନିଷ ନାହିଁ, ସବୁ କିଛି କରିବେ। ଆଉ ଯଦି କିଛି ନ କରିବେ, ଭକ୍ତ କେବେ ଭଗବାନଙ୍କୁ ଖରାପ ଭାବିବ ନାହିଁ। ସେ କହିବ କୃଷ୍ଣ ଏଇଟା ହିଁ ଜୋର ସେ। କିନ୍ତୁ ଆମେ କ'ଣ କରୁଛେ, ମନ୍ଦିରକୁ ଆଇଥିବା ଯଦି ଝୁଣ୍ଟି ଦେଲେ ବାଟରେ, ନାମ ନେଲି ଯାଇଥିଲି କୌଣସି ଗଙ୍ଗାକୁ ଯଦି ଗଲି ଯେତେ, ସେ ଅମକ କଲି ସେତେ ଯିବାନି।